ତତେ ମୋବାଇଲ ନିଶା ଲାଗିଗଲା ଟି କାମ ଯଦି କିଛି ନାହିଁ ଚାଲୁନୁ ବନିଶୀ ପକେଇ ମାଛ ଦିଟା ଧରି ଆଣିବା। ତୋ ପାଇଁ ଗୋଟେ ବନିଶୀ ଆଣିଛି ରେ ବାପା। ଆସେ ଦି ଜଣକ ଯିବା ବନିଶୀ ପକେଇବା। ଆରେ ହଉ ହଉ ଚାଲେ। ଆରେ ବ୍ୟାଗ ଟା ତ ନେଇକି ଆସିନୁ, ମାଛ କୋଉଥିରେ ଧରିବା? ମୁଁ ଘରୁ ଯାଉଛି ବ୍ୟାଗ ଟା ଧରିକି ଆସିବି। କାକେ ତମ ଖେପଟା ନେଇକି ଆସୁନ, ଏକାଥରେ ଅଧ ବ୍ୟାଗ ଟେ ମାଛ ଧରିବା। ବନିଶୀରେ କେତେ ଘଣ୍ଟା ଗୋଟିଏ ଗୋଟିଏ ବସି ଧରିବ? ମୁଁ ତମ ସାଙ୍ଗରେ ଯାଉଛି, ଗୋଟିଏ ଦେବି ଆଉ। ତୁ ଯା ଖେଳିବୁ। ଆମେ ଦି ସାଙ୍ଗ ପୋଖରୀ କୂଳେ ବସିବୁ ଆଉ ବନିଶୀ ପକେଇ ଗୋଟିଏ ଗୋଟିଏ ମାଛ ଧରୁଥାବୁ ରେ ବାପା। ଗପୁଥାବୁ ହସୁଥାବୁ। ଆରେ ବଚପନ କା ପ୍ୟାର ବା। ଶରୀର ସିନା ବୁଢା ହେଇଛି, ମନଟା ପରା ସେଇ ଦିନକୁ ଝୁରୁଛି ରେ ବାପା। ଓହୋ ହଉ ଯାଅ ଯାଅ, ଦିଟା ବନିଶୀ ନଉଛ, ବଢିଆ ହେଲେ ଆଉ। ରାତିରେ ଆଜି ସିଙ୍ଗି ମାଛ ସହିତ ବେସର ତରକାରୀ ଟା ପୁରା ଜମିବ। ଆରେ ହେ, ତୋ ବନିଶୀ ତ ବଢିଆ ବଢିଆ ମାଛ ପଶି ଯାଉଛନ୍ତି, ଗୋଟା ଗୋଟା ଟାଣି ଆଣୁଛୁ। ମୋ ବନିଶୀରେ ଗୋଟେ ବି ମାଛ ଲାଗୁନି, କଣ ପାଇଁ କେଜାଣି? ଆରେ ତୁ କଟାରେ ବୋଧେ ଦାନା ଗୁଥୁନୁ ଆଉ ସେଇଥିପାଇଁ ମାଛ ଖାଇବାକୁ ଆସୁନାହାନ୍ତି ବାପା। ଦେଖିଲ, ଦାନା ନ ଗୁନ୍ଥି ଖାଲି କଣ୍ଟାଟା ପକେଇ ଦେଇଛି, ମାଛ କେମିତି ପଡିବ? ଦେଲୁ ଦେଲୁ ଦିଟା ଦାନା ଗୁନ୍ଥି ଦବା। ନେ ଦାନାଟା ପାଖରେ ରଖିଥା। ଆରେ ହେ, କଣ୍ଟାଟା କଣ ପଡିଛି? ଲାଗୁଛି ଗୋଟେ ବଡ ମାଛ ପଡିଛି ବୋଧେ ଆଉ। ଆରେ ବଇଁଶୀ, ଆଉ ଉଠେଲୁ ଉଠେଲୁ। ପଙ୍କରେ ବଡ ଶେଉଳଟେ ଲାଗିଥିବ ରେ ବାପା। ରହ, ଦି ଜଣ ଟାଣି ଟାଣି ଆଣିବା, ନହେଲେ ତତେ ବନିଶ ଟାଣି ପଙ୍କରେ ମାରିଦବ ରେ ବାପା। ମାଛଟା ସମ୍ଭାଳି ପାରୁନୁ, ପଡି ଯାଉଛୁ। ସୂତା ଗୋଟା ଆଣି ଧରତାର ବାପା, ମୁଁ ଯାଉଛି ମାଛକୁ ମାଡ଼ି ବସୁଛି। ଆରେ ହେ ବଂଶୀ, ତାକୁ ଜମାରୁ ଛାଡେ ନା, ବେକକୁ ପୁରା ଚିପିକି ଧରିଥା, ନ ତ ପୁଣି ପାଣିରେ ପଶିଯିବ ଯେ। ଆରେ ଡେଇଁବ କଣ କି ରେ ବାପା? ଏଇଟା ମାଛ ନା ଆଉ କଣ ବା? ହଲଚଲ ହଉନି କି ଛାଟି ପିଟି ହଉନି। ଆରେ ହେ, ଲାଗୁଛି ଗୋଟେ ମଲା ମାଛ ପଡିଛି ବୋଧେ ଆଉ। ହଉ ହଉ, ପାଣିରେ ପଙ୍କ ଗୁଡାକୁ ଧୋଇ କଣ୍ଟା ବାହାର କରିକି ଆଣେ। ଆରେ ହେ ବଂଶୀ, ଆରେ କଣ ହେଲା କି ରେ? ଆରେ ମଲା ମାଛଟା ଦେଖିକି ଭୂତ ବାହାରିଲା ଭଳିଆ ହଉଛି। ଆରେ ବାପା, ମଲା ମାଛ ନୁହଁ ରେ, ମଲା ମଣିଷର ହାତ ସେଇଟା। ମଣିଷଟେ ମାରି କିଏ ଗଡ ଗଡ କରି ଏ ଗାଡିଆରେ ପକେଇ ଦେଇଥିଲେ ବାପା। ହାତଟେ ବାହାରିଲା, ପାଣିରେ ଗୋଡ, ମୁଣ୍ଡ, ଛାତି, ପେଟ ସବୁ ପଡିଥିବ ରେ ବାପା। ଚାଲରେ ପଳେଇ ଯିବା ଏଠୁ, ଚାଲେ ବାପା। କଣ ହେଲା? ହେ ଭଗବାନ, ଆରେ ଇଏ ତ କଟା ହାତରେ। ଆମ ଗାଁରେ କିଏ କାହାକୁ ମାରିଲା? ପୋଲିସକୁ ଫୋନ କରିବାକୁ ପଡିବ। କିଏ ମଲା ଆଉ କିଏ କାହାକୁ ମାରିଲା ସବୁ ଜଣା ପଡିଯିବ। ଆରେ ହେ ବଂଶୀ, ଆଉ ସେ କଟା ହାତ ପାଖକୁ ଯାଆନା, ଗାଁ ଲୋକଙ୍କୁ ଡାକି ପୋଲିସକୁ ଫୋନ କରିଦବା। ଆସେ। ରହବା, ସେ ହାତ ଆଙ୍ଗୁଠିରେ ଗୋଟେ ମୁଦିଟେ ଅଛି ରେ ବାପା। ବନିଶୀ କଣ୍ଟା ସେ ମୁଦିରେ ଲାଗିଛି। କଣ୍ଟା କାଢି ମୁଦିଟା ନେଇ ବିକ୍ରି କରିଦେଲେ 1,00,000-1,50,000 ପାଇବା ବାପା। ଚୁପଚାପ କିଛି କହନା। ଚୁପ୍, ଏତେ ଲୋଭ ଗ୍ରାସିଲା ତତେ? ଏଇନେ ପରା ଡରିକି ମରି ଯାଉଥିଲୁ, ଗୋଟେ ମଢ ହାତରୁ କେମିତି ମୁଦି ଆଣିବାକୁ ଯାଉଛୁ? ଆରେ ତା ହାତଟା ସଡିଗଲା ବୋଲି କଣ ହେଲା ବା? ତା ଆଙ୍ଗୁଠିରେ ପିନ୍ଧିଥିବା ସୁନା ମୁଦିଟା ପିତ୍ତଳ କଣ ହେଇଗଲା? ତାପରେ ମୁଁ ମୂର୍ଖ ନୁହଁ ରେ ବାପା। ଆଖି ଆଗରେ ଲକ୍ଷ୍ମୀକୁ ଦେଖି ଗୋଡରେ ଆଡିକି ଚାଲିଯିବିନି ରେ ବାପା। ଆରେ ହେ ହେ ବଂଶୀ, ଆରେ ମୋ କଥା ଟିକେ ମାନ ରେ। ଆରେ ସେ ମୁଦାର ହାତରୁ ମୁଦି କାଢେ ନା, ତା ଆତ୍ମା ସେ ମୁଦିରେ ଥିବ, ବୁଝିଲୁ? ଜାଣି ଜାଣି ଲୋଭରେ ପଡି ସର୍ବନାଶକୁ ନିମନ୍ତ୍ରଣ କର ନା। ଆରେ ହେ ବଂଶୀ, ସେ ମୁଦିକୁ ପାଣିରେ ପକେଇ ଦେ, ଆଉ ପଳେଇବା ଚାଲେ ଏଇଠୁ। ଆରେ ମତେ
मते एड़े एड़े आखि करी कहीं जाजु ए भगवान अरे सतरे से आत्मा बंसी को कब्जा कर देला बोधे अरे हे बंसी अरे मुआ डुकाई मारी आसु अरे 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 रहि जा अरे बंसी हे बंसी अरे रहि जा रे अरे नहीं अरे नहीं नहीं अरे ये तो बंसी नु अरे किए तू आ मु जानी नहीं अरे मते तू छाड़ी दे के मो बापा को कहीं टेकी धरिच से पड़ी जिबे छाड़ी दियो ताकू अरे हे अरे केई भी ऊपर को आसनी रे ये बंसी नो ताकू गोटे मला मनुष्य आत्मा ग्रास करिछि अरे से लोभरे गोटे कटा हाथरू मुदी गाड़ी पिंधिलाठू से बंसी है कि नहीं अरे छाड़ी दे अरे चुप सागो 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 किए बे कहार सागो हां कली जुगरे केवल मनुष्यर बड़ सांग होउछ टंका सब मनुष्य को मारिबे रे बापा पानी भितर गोटे देवी मूर्ति रे फसी जाइथिली मते पदा को आनिलो जेते सब सांगर ढंग करूछ समस्त को मारिबे रे बापा तुम कोन तुम सांग हानी की पानी रे पिस पिस करी पके देथिले जाऊ न से सांग को मारी प्रतिशोध नबो मो बापा को कहीं मारुछ हे आलो ए मनीष एमिति कोन देखा जाउची बा हेइटी माछ बिकी की मद पी गां मझिरे काई के एमिति माताल होउछ कहिला तम मुह को टिके लाज लगुनी जह बोला ए बौ बापा को पेटेड मेडिसिन खुआई दे खारा करे एकाथर निशा छाडी जिवो आलो मो डांगुआ बापा तळु को ओल्हे आसबा पड़ी गले हाथ गोड़ भांगी जिवो भाई को छाड़ी दियो से ओल्हे आसंतु मु कहाडा गुआ बापा न मु हेली तुम समस्तकर जव समस्त को मारिबे आजी अच्छा ए लोकटा को मो काली रूप न देखेले या निशा छाड़ीबनी डांग दे रे से झाड़ूटा राहरे मदुआ तू डांगुआ बापा नुह जदी तो देहरे भूत लागिची ता राह तो भूत मु आज छड़ेबी राहरे पुआ राह हां आलो मो पड़ी की मरी जबिला ए गां वाला मते बंचा सतरे याको भूत लागिचिलो सतरे भूत लागिची ए भूत मते छाड़ी दे रे मो मनीषटे मते डाहणी लागिनी मते छाड़ी दे मते अरे भाई माने जल्दी जाई गुड़िया को डाके आनो नले प्रेतात्मा जण जण करी समस्त को मारी दबो बंद करो ये मंत्र पड़ा वो जली पड़ी जाउची बंद करो कह तू किए काहे के गां लोकन को कष्ट दउचू हां तो गां कोठी कह आ किए तते मारी ए गां पोखरी रे पकई देइची सब कहूची मते न्याय दरकार दोषी मानकु कठोर दंड देखिबा परे मते मुक्ति मिलिबा मु पुलिस आगरे बयान देबी आगो पुलिस को डाको मु मो बापा मांकर गोटिए बोली पुओ थिले टंका पैसा रे बाटो चालू थिले कॉलेज रो दुई जण सांग मते कु शिक्षा देई मद पीवा सिखैले हजार हजार टंका सेमानंको सह पिकनिक पार्टी मद पीबारे उडैली थरे बैंक रो टंका उठे आनुथिले बापांकर हार्ट ऑपरेशन हेई थांता सेमाने मते डाकी नै प्रचुर मद पियाइले आ मो टंका सब नै गले मते मारी खंड खंड करी एई गां आउ केतोटी गां पोखरी रे फिंगी देले मो मां मो फेरीबा बाटो को एबे भी चाहि बसिछि पुलिस पाखरे मो मिसिंग रिपोर्ट लिखाला केही मो संधान पाउ नांती अरे से सांग दी जन को ना कह आमे ताको अरेस्ट करी तम सामना को नै आसीबो हेला साक्षी प्रमाण सहित गिरफ्त करिवो
ଆଇନ ତାକୁ ଉପଯୁକ୍ତ ଦଣ୍ଡ ଦବ। ଆରେ ସେମାନେ ଅପରାଧ କରି ଦଣ୍ଡ ପାଇବେ, ତୁ କଣ ପାଇଁ ନିଜ ଜୀବନ ଗଢିବା ସମୟରେ କୁସଙ୍ଗରେ ପଡି ଜୀବନ ହାରିଲୁ? ମରଣ ପର୍ଯ୍ୟନ୍ତ ବାପା ମାଙ୍କୁ ଦୁଃଖ ଦେଲୁ, ଆଉ ସେମାନଙ୍କୁ କନ୍ଦେଇଲୁ। ମୁଁ ସେମାନଙ୍କ କପଟ ଜାଲରେ ଫସିଗଲି, ବାପା ମାଙ୍କୁ ବହୁତ କଷ୍ଟ ଦେଲି। ଆରେ ହେ ଏବେ ଆଉ କାନ୍ଦିଲେ କଣ ହବ? ତୋ ଅଙ୍ଗ ସବୁ କୋଉ କୋଉ ଜାଗାରେ ପଡିଛି ଆମକୁ କହ, ସବୁ ଅଙ୍ଗ ଏକାଠି କରି ତୁମ ଗାଁକୁ ନେଇଯିବୁ, ଆଉ ସେଠି ଶବ ସତ୍କାର ହେଲେ ତୁ ମୁକ୍ତି ପାଇଯିବୁ, ବୁଝିଲୁ? ଆରେ ମୁଦି କଣ ହେଲା ରେ ବାପା? ହଇରେ ତୁ ସେ ମୁଦିଟା ପାଣିରେ ପକେଇଦେଲୁ ଟି? ମୋ ମୁଦି ଦେ ନହେଲେ ଏ ଗାଁ ଲୋକ କେତେବେଳେ ଡାକି ଆଣିଲୁ ବା? କାକେ ମୁଦି ଟାୱାର ଉପରେ ଝୁଲୁଛି, ଟିକେ ଆଖି ଟେକିକି ଦେଖ। ଗୋଟେ ମଲା ଲୋକ ହାତରୁ ମୁଦି କାଢିକି ପିନ୍ଧିଲ, ମୁଦିରୁ ଭୂତ ବାହାରି ମୋ ବାପାଙ୍କୁ ନଚେଇ ନଚେଇ ଦରମରା କରିସାରିଲେଣି। ଭୂତ ଏ ଭୂତ। ରୁହ ବା, ଯିବ କୁଆଡେ? ମୋ ଝାଡୁ ପାହାରରେ ତମ ଲୋଭ ଛଡେଇବି। ଆରେ ଆରେ ରୁହ ରୁହ, ମୁଦିଟା ତ ମୁଁ ତମ ପାଇଁ ଆଣୁଥିଲି।